এই ভিডিওରେ ଆପଣଙ୍କ ପାଇଁ ତିନୋଟି ବଡ଼ ଖବର ରହିଛି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ସବୁଗୁଡ଼ିକ ବଡ଼ ଗୁରୁତ୍ୱପୂର୍ଣ୍ଣ। ସ୍ୱୟଂ ଯୋଜନାରେ ଯୁବପିଢ଼ିଙ୍କୁ ମିଳିବ 2 ଲକ୍ଷ ଟଙ୍କା। ଏହାଛଡ଼ା ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଜାରି ହେଲା ଏକ ନୂଆ ଅପଡେଟ୍ ପୁଣି ମିଳିବାକୁ ଯାଉଛି ଟଙ୍କା। ଆସନ୍ତୁ ଗୋଟି ଗୋଟି ଖବର ନଜର ପକାଇବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଥମ ଖବର, ଯୁବପିଢ଼ିଙ୍କ ବିକାଶ ପାଇଁ ନବୀନଙ୍କ ଗ୍ୟାରେଣ୍ଟି। ସ୍ୱୟଂ ଯୋଜନାରେ ବିନା ସୁଧରେ ମିଳିବ 2 ଲକ୍ଷ ଟଙ୍କାର ଋଣ। ତେବେ ରାଜ୍ୟ ସରକାର ଯୁବପିଢ଼ିଙ୍କ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ତେବେ ଯୁବପିଢ଼ି ଆଗେଇଲେ ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହୋଇପାରିବ ବୋଲି ହୃଦୟଙ୍ଗମ କରିଛନ୍ତି। ଏହାସହ 2024 ନିର୍ବାଚନରେ ପୁଣି ସରକାରକୁ ଆସିଲେ ଆହୁରି କିଛି ଯୋଜନା ଲାଗୁ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ଯୋଜନାରେ ରାଜ୍ୟର ବେକାର ଯୁବକ ଯୁବତୀମାନେ ବ୍ୟାଙ୍କରୁ ବିନା ସୁଧରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା ଜାରି କରିଛନ୍ତି। ଆଉ ଖବର ନମ୍ବର 2, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି 17ତମ କିସ୍ତିର 2000 ଟଙ୍କା। ଯଦି ଆପଣଙ୍କୁ ମଧ୍ୟ 16ତମ କିସ୍ତିର ଟଙ୍କା ଆସିଛି ତେବେ ଜାଣି ରଖନ୍ତୁ ଏ ଜୁନ୍ ମାସରେ ଆସିବାକୁ ଯାଉଛି 17ତମ କିସ୍ତିର 2000 ଟଙ୍କା। ହେଲେ ଏହାଛଡ଼ା ଏହା ବି ଆପଣ ଜାଣି ରଖିବା ଜରୁରୀ। ତେବେ 17ତମ କିସ୍ତିର ଟଙ୍କା ପାଇବା ହେଲେ ଆପଣଙ୍କୁ ଇକେୱାଇସି କରିବା ରହିଛି ବାଧ୍ୟତାମୂଳକ। ତେବେ ଯେଉଁମାନେ ଇକେୱାଇସି କରିନଥିବେ ସେମାନଙ୍କ ଖାତାରେ ଜମା ହେବ ନାହିଁ ଆସିବାକୁ ଥିବା 2000 ଟଙ୍କା। ଏହି ମଧ୍ୟରେ କିଷାନ ଯୋଜନାରେ ଜାରି ହୋଇଛି ଆଉ କିଛି ନୂଆ ଲିଷ୍ଟ। ତେବେ ଏହି ଲିଷ୍ଟଟି ଚେକ୍ କରିବା ପାଇଁ ହେଲେ ଯାହାର ଲିଙ୍କ୍ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇପାରିବେ। ଆଉ ଖବର ନମ୍ବର 3, ମେ 31 ତାରିଖ ସୁଦ୍ଧା କରନ୍ତୁ ପାନ୍ କାର୍ଡ଼ ଆଧାର କାର୍ଡ଼ ଲିଙ୍କ୍, ନଚେତ ଭୋଗିବେ ଏହି ଦଣ୍ଡ। ତେବେ ମେ 31 ତାରିଖ ମଧ୍ୟରେ ଆଧାର କାର୍ଡ଼ ସହ ପାନ୍ କାର୍ଡ଼ ସଂଯୋଗ ନ କଲେ 2 ଗୁଣ ଆୟକର ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଆୟକର ବିଭାଗ ସାମାଜିକ ଗଣମାଧ୍ୟମରେ ଆୟକରଦାତାଙ୍କ ସଚେତନ କରିଛି। ତେବେ ଆୟକର ନିୟମ ଅନୁଯାୟୀ ଯଦି ଜଣେ ଆୟକରଦାତା ମେ 31 ମଧ୍ୟରେ ନିଜର ପାନ୍ କାର୍ଡ଼ ନମ୍ବର ସହ ଆଧାର କାର୍ଡ଼ ସଂଯୋଗ ନ କରନ୍ତି ତେବେ ଲାଗୁ ଦରଠାରୁ 2 ଗୁଣ ଅଧିକ ଆୟକର ଦେବାକୁ ପଡ଼ିବ।